ଆମର ସେଇ ଯେଉଁ ରେକୁଳା ଗ୍ରାମର 10 ଦିନର ପୁଅ ବୋହୂ ଯେଉଁ ଘରୁ ବାହାର କରିକି ତାଲା ପକାଇଛନ୍ତି ବର୍ତ୍ତମାନ ସେଇ ଭଙ୍ଗା କୋଠରୀ ଭିତରେ ରହୁଛନ୍ତି। ଆମର OTVର ଏଇ ଯେଉଁ ଓଡ଼ିଶା ମିଡ଼ିଆ ତରଫରୁ ଯେହେତୁ ପୁଅ ବୋହୂ ଯାଇଛନ୍ତି ମେଡ଼ିକାଲ, ତେଣୁ ଆମେ ତାଙ୍କର ଘରର ଫଟୋ ସବୁ ଉଠାଉଛୁ। ବର୍ତ୍ତମାନ ଏଇ ଅବସ୍ଥାରେ ସେ ପୁଅ ବୋହୂ ରହୁଛନ୍ତି। ଆପଣମାନେ ବିଚାର କରିବେ। କାଠ ଫାଳିଆଟା ଆଣ ଛତୁ ଫିଟେଇ ଦେବା ବାଡ଼େଇକି ହଁ ଏଇ ପଦକ ସେ କହିଛି। ତାପରେ ମୁଁ ତାଙ୍କ ଗୋଡ଼ ତଳେ ଜନମ ପୁଅ କ'ଣ ଗାଁର ମୁଣ୍ଡି ପରା ସିଏ ମୁଣ୍ଡି। ଆଚ୍ଛା, ବର୍ତ୍ତମାନ ଆମ ରେକୁଳା ଗ୍ରାମରେ କଙ୍ଗାରୁ ଶାସନ ଚାଲିଛି। ଆପଣ ଦେଖିପାରିବେ ଏଇ ଯେଉଁ 10 ଦିନର ପୁଅ ବୋହୂ ଘର। ଆପଣଙ୍କ ନାଁ ଆଜ୍ଞା କ'ଣ? ରୀତାଞ୍ଜଳି ବେହେରା। ଆଚ୍ଛା, ଆପଣଙ୍କୁ ମାନେ କେତେ ମାସ ହେଲା ବାଛନ୍ଦ କଲେଣି? ମାର୍ଚ୍ଚ ମାସଠୁ। ମାର୍ଚ୍ଚ ମାସରୁ। ଆଚ୍ଛା, ୟା ପୂର୍ବରୁ ଆପଣଙ୍କୁ ବାଡ଼େଇଥିଲେ ଏବଂ ଆପଣଙ୍କ ପୁଅକୁ ବାଡ଼େଇକି ଫରୱାର୍ଡ଼ କରିଥିଲେ? ସେଟା ହେଲାଣି 2 ବର୍ଷ। 2 ବର୍ଷ। କେତେ ଜେଲ୍ ଫେଲ୍ ଗଲା କି ପୁଅ? ଜେଲ୍ ଗଲା 15 ଦିନ। 15 ଦିନ। ତାକୁ କିଏ ଜେଲରେ ପୁରେଇଥିଲା? ହଟିଆକୁ ଆଉ ଗୋକୁଳ ପୁଅ ପିପି ବାଡ଼େଇକି ପୁରେଇଲେ ଥାନାରେ। ଆଚ୍ଛା, ୟା ପାଇଁ ଆପଣ ଆଇନରେ ଆଶ୍ରୟ ନେଲେ, କିଛି ପାଇଲେନି? କିଛି ନାହିଁ। ସେମାନେ ମୋ କଥା ଶୁଣିଲେନି, ତାଙ୍କ କଥା ଶୁଣିଲେ। ଆଉ ତାଙ୍କ କଥା ଶୁଣିଲେ କାରଣ ତାଙ୍କ ପାଖରେ ପଇସା ବଳ ଅଛି। ସେ ପଇସା 50,000 ଫିଙ୍ଗିଲେ, ମୋ ପୁଅକୁ ଢୁକେଇଲେ। ଆଉ ଆଚ୍ଛା ଆଚ୍ଛା, ଆପଣ ୟା ବାବଦରେ ଆଇନର ଆଶ୍ରୟ ନେଇଛନ୍ତି? ସେ କିଛି ବୁଝିଲେନି। SP ପାଖକୁ ଯାଇଥିଲେ ଆଉ ଗ୍ରିଭାନ୍ସ ସେଲ୍ରେ କଲେକ୍ଟରଙ୍କୁ ଦେଖା କରିଥିଲେ, ତା ବାଦ ବି କିଛି କେହି ଶୁଣିଲେନି।